ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ଦର୍ଶକ ବନ୍ଧୁ ଆପଣମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଖୁସିର ଖବର। ବର୍ତ୍ତମାନ ଆଧାର କାର୍ଡ଼ରେ ଆପଣମାନଙ୍କର ଯେଉଁ ସବୁ ପ୍ରୋବ୍ଲେମ୍ ରହୁଥିଲା ବା ଆଧାର କାର୍ଡ଼ର କରେକ୍ସନ୍ କରିବା ପାଇଁ ହେଲେ ଆପଣମାନଙ୍କୁ ବିଭିନ୍ନ ସମୟରେ ଅନଲାଇନ୍ ସେଣ୍ଟରକୁ ଯିବା ପାଇଁ ପଡ଼ୁଥିଲା ଏବଂ ସେଠାରେ ଲମ୍ବା ଲାଇନ୍ ଦେବା ସହିତ ବହୁତ ଜାଗାରେ ଆପଣମାନଙ୍କୁ ଅଧିକ ଟଙ୍କା ମଧ୍ୟ ଡିମାଣ୍ଡ କରୁଥିଲେ। କିନ୍ତୁ ଆଧାର କାର୍ଡ଼ରେ ବର୍ତ୍ତମାନ ଗୋଟେ ନୂଆ ୱେବସାଇଟ୍ ଯାହାକି UIDAI ତରଫରୁ ଆସିଯାଇଛି, ଯେଉଁଥିରେ ଆଗକୁ ଆପଣମାନଙ୍କର ଆଧାର କାର୍ଡ଼ରେ ବିଭିନ୍ନ ପ୍ରକାର କାମ ଆପଣମାନେ ଘରେ ବସି ନିଜ ମୋବାଇଲ ମାଧ୍ୟମରେ କରିପାରିବେ। ତେଣୁ ଆଧାର କାର୍ଡ଼ର ନୂଆ ୱେବସାଇଟ୍‌ରେ ବର୍ତ୍ତମାନ କ'ଣ ଅପଡେଟ୍ ଆସିଛି, ଏଥିରେ ଆପଣମାନଙ୍କୁ କୋଉ ସୁବିଧା ମିଳିବ, ଆସନ୍ତୁ ସେ ବିଷୟରେ ଆଜିର ଭିଡ଼ିଓରେ ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିବା। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନ୍‌କୁ କ୍ଲିକ୍ କରି ଅଲ୍‌ରେ ସେଟ୍ କରିଦେବେ। ତ ଦେଖନ୍ତୁ ଆଧାର କାର୍ଡ଼ର ଯେଉଁ ପୁରୁଣା ୱେବସାଇଟ୍ ଥିଲା, ସେଥିରେ ଆପଣମାନଙ୍କୁ କେବଳ ଆଧାର ଡାଉନଲୋଡ୍ କରିବା ସହିତ ଆଉ କିଛି ନିର୍ଦ୍ଦିଷ୍ଟ ଆପଣମାନଙ୍କର କାମ ହଉଥିଲା। କିନ୍ତୁ ବର୍ତ୍ତମାନ ଆଧାର କାର୍ଡ଼ର ଯେଉଁ ନୂଆ ୱେବସାଇଟ୍ ଆସିଛି, ସେଇ ୱେବସାଇଟ୍‌ରେ ଆପଣମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ମିଳିବା ପାଇଁ ଯାଉଛି। ତେଣୁ ଆଧାର କାର୍ଡ଼ର ନୂଆ ୱେବସାଇଟ୍‌ଟି ଯଦି ଆପଣମାନେ ଦେଖିବେ, ତାହେଲେ ଆପଣମାନେ ଜାଣିପାରିବେ ଯେ ଏଥିରେ ବର୍ତ୍ତମାନ କ'ଣ ସବୁ ସୁବିଧା ମିଳିବା ପାଇଁ ଯାଉଛି। ତେଣୁ ଆଧାରର ନୂଆ ୱେବସାଇଟ୍‌ର ଦେଖନ୍ତୁ ଆପଣମାନେ ସାମ୍ନାରେ ରହିଛି ତାର ୱେବସାଇଟ୍‌ର ଲିଙ୍କ୍ myAadharBeta.uidi.gov.in, ଯାହାର ଲିଙ୍କ୍ ମୁଁ ଡେସ୍କ୍ରିପସନ୍‌ରେ ଦେଇଦେବି। ଯେଉଁଥିରେ ଦେଖନ୍ତୁ ଏଠି ଆପଣମାନଙ୍କର ମାଇ ଆଧାର ଯୋଉଟାକି ପୂର୍ବରୁ ଅପସନ୍ ଥିଲା, ତ ସେଇ ଆଧାରରେ ଆପଣମାନଙ୍କୁ କ'ଣ ଅପଡେଟ୍ ବର୍ତ୍ତମାନ ଆସିଛି, ଯେମିତିରେ କି ଆପଣମାନଙ୍କର ଅପଡେଟ୍ ଡିଟେଲ୍ସ, ଗେଟ୍ ଆଧାର, କିପ୍ ଆଧାର ସିକ୍योର ଯୋଉଟାକି ଆପଣମାନେ ବାୟୋମେଟ୍ରିକ ଲକ୍ କରିପାରିବେ, ଆଧାର ଏନରୋଲମେଣ୍ଟ, ଏହି ସବୁ ସୁବିଧା ଆପଣମାନଙ୍କୁ ବର୍ତ୍ତମାନ ମିଳିବା ପାଇଁ ଯାଉଛି। ଏହା ସହିତ ଦେଖନ୍ତୁ ଏଥିରେ ଆପଣମାନଙ୍କର ଆଉ କ'ଣ ସୁବିଧା ଗୁଡ଼ିକ ରହିଛି, ଯେମିତିକି ପେରେଣ୍ଟସ୍ ମାନଙ୍କ ପାଇଁ ଏଠି ଆପଣମାନେ ଦେଖିପାରୁଥିବେ ଆଧାର ଫର୍ ବେବିଜ୍ ଅର୍ଥାତ୍ ଛୋଟ ପିଲାମାନଙ୍କର ଆଧାର ବନେଇବା, ସିନିୟର ସିଟିଜେନ୍ ମାନଙ୍କ ପାଇଁ ଏବଂ ଆପଣମାନଙ୍କର ଷ୍ଟୁଡେଣ୍ଟ ମାନଙ୍କ ପାଇଁ, ୱାର୍କିଂ ପ୍ରଫେସନାଲ ମାନଙ୍କ ପାଇଁ ଏବଂ ବହୁତ ସାରା ସୁବିଧା ବର୍ତ୍ତମାନ ଯାହାକି ଏହି ସବୁ ଆଧାର କାର୍ଡ଼ରେ ଆପଣମାନଙ୍କୁ ଏହି ୱେବସାଇଟ୍ ମାଧ୍ୟମରେ କରିପାରିବେ। ତାପରେ ଦେଖନ୍ତୁ ଆପଣମାନେ ପୂର୍ବରୁ ଯେଉଁ ଆଧାର ଡାଉନଲୋଡ୍ କରୁଥିଲେ UIDAIରେ, ସେଥିରେ ବିଭିନ୍ନ ସମୟରେ ଆପଣମାନଙ୍କର ପ୍ରୋବ୍ଲେମ୍ ମଧ୍ୟ ହେଉଥିଲା। କିନ୍ତୁ ବର୍ତ୍ତମାନର ଯେଉଁ ୱେବସାଇଟ୍‌ଟି ଆସିଛି ବିଟା ଭର୍ସନରେ, ଏଠି ଆପଣମାନଙ୍କର ମୋବାଇଲ OTP ମାଧ୍ୟମରେ ଆଧାର ଡାଉନଲୋଡ୍ କରିପାରିବେ, ଚେକ୍ ଏନରୋଲମେଣ୍ଟ ଷ୍ଟାଟସ୍ ବା ଅପଡେଟ୍‌ର ଷ୍ଟାଟସ୍ ଚେକ୍ କରିପାରିବେ। ତା ସହିତ ଦେଖନ୍ତୁ ଚେକ୍ ଆଧାର ଷ୍ଟାଟସ୍, ଆପଣମାନଙ୍କର ଭ୍ୟାଲିଡେଟ୍ ଆଧାର କରିପାରିବେ, ଅପଡେଟ୍ କରିପାରିବେ, ଯୋଉଟାକି ଆପଣମାନଙ୍କର ବହୁତ ସମୟରେ ଆଡ୍ରେସ୍ ମଧ୍ୟ ଅପଡେଟ୍ ହେଇପାରୁନଥିଲା, ଯୋଉଟାକି ଆଡ୍ରେସ୍ ଅପଡେଟ୍ ଆପଣମାନଙ୍କର ହେଇପାରିବ। ଏବଂ ଏଥିରେ ଦେଖନ୍ତୁ ଆପଣମାନଙ୍କୁ ଫିସ୍ କେତେ ଲାଗିବ ନା ₹75 ଲାଗିବ। ତା ସହିତ ଚେକ୍ ବ୍ୟାଙ୍କ ସିଡିଂ ଷ୍ଟାଟସ୍ ଯୋଉଟାକି OTP ବେସିସ୍‌ରେ ଆପଣମାନେ କରିପାରିବେ ଏବଂ ଅପଡେଟ୍ ସର୍ଭିସ୍ ମଧ୍ୟରେ ଆପଣମାନଙ୍କୁ କ'ଣ ଏକ୍ସଟ୍ରା ଯୋଉଟାକି ଅପଡେଟ୍ କରିପାରିବେ, ଯେମିତିକି ଅପଡେଟ୍ ଆଡ୍ରେସ୍‌ରେ ଆପଣମାନଙ୍କର ଫ୍ୟାମିଲି ମେମ୍ବରଙ୍କର ଆଧାର କାର୍ଡ଼କୁ ବ୍ୟବହାର କରି ନିଜର ଆଧାର ଅପଡେଟ୍ ଆପଣମାନେ କରିପାରିବେ। କିନ୍ତୁ ଯେଉଁ ଫଟୋ ବାୟୋମେଟ୍ରିକ୍ ଅପଡେଟ୍, ଏସବୁ ଯେହେତୁ ଆପଣମାନଙ୍କର ସିକ୍ୟୁରିଟି ବେସିସ୍‌ରେ ସମସ୍ତେ ଯଦି ଅନଲାଇନ୍‌ରେ ଏଇସବୁ କାମ କରିପାରିବେ, ତାହେଲେ ବହୁତ ସାରା ଫ୍ରଡ୍‌ର ଶିକାର ହେଇପାରେ। ତେଣୁ ଏଠି ଆପଣମାନଙ୍କୁ ସେଇ ସୁବିଧାଟି ମିଳିବନି ଯୋଉଟାକି ବାୟୋମେଟ୍ରିକ୍ ଏବଂ ଫଟୋ ଅପଡେଟସନ୍‌ର, ଯୋଉଟାକି ଆପଣମାନଙ୍କୁ ଆଧାର ସେଣ୍ଟରରେ କରିବା ପାଇଁ ପଡ଼ିବ। ତାର ଡିଟେଲ୍ସ ମଧ୍ୟ ଏଠି ଆପଣମାନେ ଚେକ୍ କରିପାରିବେ। ତେଣୁ ଦେଖନ୍ତୁ ବର୍ତ୍ତମାନ ଆଧାର କାର୍ଡ଼ରେ ଯେଉଁ ସବୁ କାମ ଆପଣମାନଙ୍କୁ ଅନଲାଇନ୍ ସେଣ୍ଟରକୁ ଯାଇ କରିବା ପାଇଁ ପଡ଼ୁଥିଲା, ତାହା ବର୍ତ୍ତମାନ ଏହି ଆପ୍ ମାଧ୍ୟମରେ ବା ଏହି ୱେବସାଇଟ୍ ମାଧ୍ୟମରେ ଇଜିଲି ହେଇପାରିବ। ଏବଂ ପୂର୍ବରୁ ଯେଉଁ ୱେବସାଇଟ୍‌ରେ ବିଭିନ୍ନ ପ୍ରକାର ଗ୍ଲିଚ୍ ଦେଖିବା ପାଇଁ ମିଳୁଥିଲା, ପ୍ରୋବ୍ଲେମ୍ ହଉଥିଲା, ତେଣୁ ବିଟା ଭର୍ସନରେ ଏହି ସବୁ ସୁବିଧା ଆପଣମାନଙ୍କୁ ଇଜିଲି ଆଭେଲେବୁଲ୍ ହେଇଯିବ। ତେଣୁ ଦେଖନ୍ତୁ ଆଧାର କାର୍ଡ଼ର ନୂଆ ୱେବସାଇଟ୍‌ରେ ଆଗକୁ ବହୁତ କିଛି ଜିନିଷ ଆପଣମାନେ କରିପାରିବେ, ଯେମିତିକି ଆଧାରର ସିକ୍ୟୁରିଟି ପାଇଁ ଆପଣମାନଙ୍କର ମାକ୍ସ ଆଧାର କାର୍ଡ଼ ଡାଉନଲୋଡ୍ କରିବା ସହିତ ଆପଣମାନଙ୍କର ଯୋଉଟାକି ରହିଛି 16 ଡିଜିଟ୍‌ରେ ଭର୍ଚୁଆଲ ଆଇଡି ମଧ୍ୟ ଆପଣମାନେ ଏଥିରେ କ୍ରିଏଟ୍ କରିପାରିବେ। ତା ସହିତ ନିଜର ଆଧାର କାର୍ଡ଼ ବାୟୋମେଟ୍ରିକକୁ ଲକ୍ କରିବା ପାଇଁ ମଧ୍ୟ OTP ବେସିସ୍‌ରେ ଆପଣମାନଙ୍କର ଏଠି ସବୁ କିଛି ହେଇପାରିବ। ତେଣୁ ବର୍ତ୍ତମାନ ଆଧାର କାର୍ଡ଼ର ଏହି ୱେବସାଇଟ୍ ବା ଏହି ଲିଙ୍କକୁ ଆପଣମାନେ ବ୍ୟବହାର କରନ୍ତୁ। କାରଣ ଏହି ଲିଙ୍କରେ ବର୍ତ୍ତମାନ ଇଜିଲି ଆପଣମାନଙ୍କର ସବୁ କିଛି ହେଇପାରୁଛି। ତେଣୁ ଲିଙ୍କକୁ ଆପଣମାନେ ନିହାତି କପି କରିଦେବି, ମୁଁ ଆପଣମାନଙ୍କୁ ଡେସ୍କ୍ରିପସନ୍‌ରେ ଲଗେଇଦେବି। ତେଣୁ ଏହାର ଯେଉଁ ଲିଙ୍କଟି ରହିଛି ତାହା ଆପଣମାନେ ନିହାତି କପି କରିନିଅନ୍ତୁ ଏବଂ ଏହି ଭିଡିଓଟି ଆପଣମାନେ ସେଭ୍ କରିନିଅନ୍ତୁ। ଯାହାଦ୍ୱାରା କି ପରବର୍ତ୍ତୀ ସମୟରେ ଆଧାରରେ ଆପଣମାନଙ୍କର ନୂଆ ଆଧାର ଡାଉନଲୋଡ୍ ହଉ, ଆଧାର ଆଡ୍ରେସ୍ ଅପଡେଟ୍ ହଉ ବା ଯେକୌଣସି କାମ ଆପଣମାନେ ଏହି ୱେବସାଇଟ୍ ମାଧ୍ୟମରେ କରିବେ, ଯୋଉଟାକି ସ୍ମୁଥଲି ହେଇପାରିବ ଏବଂ ଆପଣମାନଙ୍କର ସିକ୍ୟୁରିଟି ସହିତ ହେଇପାରିବ। ତେଣୁ ଏହା ଥିଲା ଆଧାର କାର୍ଡ଼ର ନୂଆ ଅପଡେଟ୍।
ଆଶା କରୁଛି ଭିଡିଓଟି ଆପଣମାନଙ୍କୁ ନିହାତି ଇନଫର୍ମେଟିଭ୍ ଲାଗିଥିବ। ତ ଯଦି ଭିଡିଓଟି ଭଲ ଲାଗିଛି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ଏହି ଭିଡିଓଟି ଆପଣମାନଙ୍କ ସାଙ୍ଗସାଥି ଏବଂ ପରିବାର ବର୍ଗଙ୍କ ସହିତ ସେୟାର କରିଦେବେ। ଧନ୍ୟବାଦ।